ଯଦି 15ଟି ଆମ୍ବର କିଣା ମୂଲ୍ୟ 12ଟି ଆମ୍ବର ବିକ୍ରୟ ମୂଲ୍ୟ ସହ ସମାନ ହୁଏ ତେବେ ଲାଭ ପ୍ରତିଶତ କେତେ? ତାହେଲେ କିପରି କରିବା? ଦେଖ, ତୁମକୁ ଗୋଟେ ସର୍ଟ ଟ୍ରିକ୍ ଦେଇଦେବି, ପୁରା ଏଇ ଥରେ ବୁଝିଦିଅ, ଆଉ ଜମା ଏଭଳିଆ କୋଶ୍ଚିନ୍ରେ ତୁମେ କେବେ ବି ହଇରାଣ ହେବ ନାହିଁ। ଚାଲ ଦେଖିବା କେମିତି କରିବା। ଦେଖ, ସେ ଦେଇଛି 15ଟି ଆମ୍ବର କିଣା ମୂଲ୍ୟ, ମାନେ ଲେଖିଲି 15 କିଣା ଆମ୍ବ ତ କିଣିଛି ଆଉ କ'ଣ, ସମାନ 12ଟିର ବିକ୍ରି ମୂଲ୍ୟ ସହିତ ସମାନ, ତାହେଲେ 12ଟି ବିକ୍ରି। କ'ଣ କରିବା? କିଣା ପଟକୁ ଆଣିବା ହାରି ବିକ୍ରିକୁ। କିଣା ଇଏ ଏକରେ ଗୁଣା ହେଇଥିଲା, ଏକରେ ଆସି ହରା ହେଲା ବିକ୍ରି। ତାହେଲେ ଏପଟେ 12 ଥିଲା, ତଳୁ ଗଲା 15। ତାହେଲେ ଏଇଠୁ ଜାଣିଲେ ଯେ କିଣିଥିଲ 12 ଟଙ୍କାରେ, ବିକିଲ 15 ଟଙ୍କାରେ। ତାହେଲେ ଲାଭ ହେଲା କେତେ ଟଙ୍କା? 3 ଟଙ୍କା। 3 ଟଙ୍କା କେତେ ଟଙ୍କା ଉପରେ ଲାଭ ହେଲା? 12 ଟଙ୍କା ଉପରେ। ତେଣୁ 100% କେତେ ହେଇଯିବ? 3 କଟିଲେ 4 ଥର, 4 କଟିଲେ 25। 25 ଶତକଡ଼ା ହେଇଯିବ ଏଠି। ସଠିକ୍ ଉତ୍ତର ଯେ ଅପସନ୍ ବିରେ ଅଛି। ଧନ୍ୟବାଦ।